ଦେଖିବାକୁ ଠିକ୍ ସେଥିପାଇଁ ବହୁତ ଅନୁଭୂତି କରୁଛି ଆଉ ମୋ ସଂସ୍କୃତି ଆଉ ମୋ କଳା ଆଉ ମୋ ପାଠପଢ଼ା ସହିତ ମୁଁ ବଜାଇ ରଖିବି। ଆମକୁ ଶିଖିଛନ୍ତି ଆମେ ଦିନକୁ 6 ଘଣ୍ଟା ଧରି ନାଚୁ। ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରା ଅନୁଯାୟୀ ରାମନବମୀ ଠାରୁ ରାମ ଅଭିଷେକ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ସାହି ଯାତ ଅନୁଷ୍ଠିତ ହୋଇଥାଏ। ସେହି କ୍ରମରେ ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ବନବାସ ନୀତି ସମ୍ପନ୍ନ ହୋଇଛି, ଯାହାକି ବୁଧବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ବଢ଼ିବା ପରେ ଦକ୍ଷିଣୀ ଘରୁ ରାମଚନ୍ଦ୍ର, ଶ୍ରୀ ଲକ୍ଷ୍ମଣ ଏବଂ ମା ସୀତାଙ୍କ ପ୍ରତିମୂର୍ତ୍ତିକୁ ମହାଜନ ସେବକ ଭିତରକୁ ବିଜେ କରି ରତ୍ନସିଂହାସନ ନିକଟକୁ ନେଇଥିଲେ। ଆଉ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆଣି ଶ୍ରୀରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ପ୍ରଦାନ କରିଥିଲେ। ତେବେ ଠାକୁର ଠାକୁରାଣୀ ଆଜ୍ଞାମାଳ ପ୍ରାପ୍ତ ହେବା ପରେ ମହାଜନ ସେବକ ଠାକୁରଙ୍କୁ ନେଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ସାହିଜାତ ନୀତି ନିମନ୍ତେ ଠାକୁର ପାଲିଙ୍କିରେ ଶ୍ରୀ ଜଗନ୍ନାଥ ବଲ୍ଲଭଙ୍କୁ ବିଜେ କରାଯାଇଥିଲା। ଆଜି ଆମେ ଏଠାରେ ନୃତ୍ୟ ପ୍ରଦର୍ଶନ କରିବୁ, ଯାହାକି ଜଗନ୍ନାଥ ସଂସ୍କୃତିର ବହୁତ ପୁରୁଣା ଏକ କାର୍ଯ୍ୟକ୍ରମ, ଯାହା ହେଉଛି ଶ୍ରୀକ୍ଷେତ୍ର ସାହିଜାତ। ଏହା ହେଲା 808 ମେଳକୁ ନେଇ ଗଠିତ ହୋଇଥାଏ। ମୁଁ ଆଜି ମୋର 2 ବର୍ଷ ଆଜି ହେବାକୁ ଅଛି। 2 ବର୍ଷ ହେଲାଣି ମୁଁ ଆଜି ଏଇଠି ଉପସ୍ଥିତ ରହୁଛି। ଆଜ୍ଞା, କଣ କହିବେ ଜାଗା ସଂସ୍କୃତିର କିଛି ଖେଳ ଦିନକୁ ଦିନ ଲୁପ୍ତ ହବାର ଲାଗେ। ଆଜ୍ଞା, ସରକାରଙ୍କ କିଛି ଅନୁଦାନ ଯଦି ଆଗକୁ ବଢନ୍ତା ଏଇଟା ଆହୁରି ପ୍ରୋତ୍ସାହନ ଯୁବକ ମାନେ ମିଡିଆ ମାନେ ପାଆନ୍ତେ। ସରକାର ବି ଏଥର ବହୁତ ସାହାଯ୍ୟ କରିଥିଲେ। ସରକାର ବି ଏଥର ମିଟିଂ କରିକି ଭୁବନେଶ୍ୱର ରାଜଭବନରେ ପଇସା ଯୋଗଦାନ କରିଥିଲେ ସବୁ ଜାଗାକୁ 16 ଲକ୍ଷ ଲେଖେ, 8 ଲକ୍ଷ 7 ଲକ୍ଷ। ଆଉ କିଛି ବଢିଲେ ପିଲାମାନଙ୍କର ଇଚ୍ଛା ଆହୁରି ବଢନ୍ତା। ଆଜ୍ଞା, ଏହି ଅବସରରେ ତୋଟା, ଦୁଆରୀ ଜାଗା, ବଡ଼ୁ ମହାପାତ୍ର ଜାଗା, ପଣ୍ଡ ଜାଗା ଏବଂ ରାହାସ ମହାନ୍ତି ଜାଗା ଆଦି ପକ୍ଷରୁ ବିଭିନ୍ନ ପ୍ରକାରର ମେଢ଼, ନାଗା, ଅସୁର ଓ ସମରକଳା ଆଦି ବାହାରିଥିଲା। ଏପରିକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି ସାହିଜାତ ପ୍ରଦର୍ଶନ କରାଯାଇଥିବା ବେଳେ ଭଗବତ କୋଟ ନିକଟରେ 8 ସାହିର ମୁରବୀମାନେ ଉପସ୍ଥିତ ରହିଥିଲେ। ଦ୍ୱାଦଶ ଶତାବ୍ଦୀ ରାଜା ଚୋଳବଂଶ ଦେବ ବର୍ତ୍ତମାନ ସୃଷ୍ଟି କରିଥିଲେ ଗଡ଼, ପୋକ, ଗୁରୁଜ, ଆଖଡ଼ା। ଆଖଡ଼ା ମାନଙ୍କ ଧନ କଣ ନା ତା ପୂର୍ବରୁ ଯଥେଷ୍ଟ କାଳ এই ଶ୍ରୀମନ୍ଦିର ତଥା ଜଗନ୍ନାଥ ମହାପ୍ରଭୁଙ୍କ ଆକ୍ରମଣ ହୋଇଛି। এই ଆକ୍ରମଣ ପ୍ରତ୍ୟାକ୍ରମଣ ପରେ ଯେତେବେଳେ ରୀତିନୀତି ଗଠନ ହୁଏ ତାପରେ ସୃଷ୍ଟି ହୁଏ ଆଖଡ଼ା। ଆଖଡ଼ାର କାମ ହଳ ମହାପ୍ରଭୁଙ୍କ ଯାତ୍ରା ଜାତି ଯାତ୍ରା ଯାହା ବାହାରିବ ତାର ମଧ୍ୟରେ କେଉଁ ଆଖଡ଼ା କୋଉ ପ୍ରକାର ଭାବେ ତାର ନୀତିମାଳ ସମନ୍ୱୟ ରକ୍ଷା କରିବ ତାହା ମଧ୍ୟ ଖଣ୍ଡା ଯାଇଛି। ରାମନୀଳ ଶ୍ରୀମନ୍ଦିର ହେଉଛି ଏକ ସ୍ୱତନ୍ତ୍ର, ତାଙ୍କ ସ୍ୱତନ୍ତ୍ର ମଧ୍ୟରେ ତାଙ୍କର ରୀତିନୀତି ଜାତି ଯାତ୍ରା ପର୍ବପର୍ବାଣି ଏ ମଧ୍ୟ ସ୍ୱତନ୍ତ୍ର ମଧ୍ୟରେ